ଚାଷ ନାହିଁ ତ ବାସ ନାହିଁ। ଆମ ଓଡ଼ିଆ ଘରମାନଙ୍କରେ ଏହି କଥାଟି ବହୁ ପୁରାତନ ଦିନରୁ କୁହାଯାଉଥିଲା ଏବଂ ଏହା ବି ସତ ଥିଲା। ଦିନ ଆସିଲା ଚାଷରେ ବାସ ନୁହେଁ, ଘାସ ବି ମିଳୁନଥିଲା। କିନ୍ତୁ ଏଇ କିଛି ବର୍ଷ ହେବ ବିଭିନ୍ନ ପେଶାଧାରୀ ଲୋକମାନେ ମଧ୍ୟ ଚାଷ ଆଡ଼କୁ ମନ ବଳାଉଛନ୍ତି। ସିଏ ସଫ୍ଟୱେୟାର ଇଞ୍ଜିନିୟର ହୁଅନ୍ତୁ ବା ଫିଲ୍ମ ଷ୍ଟାର, ସାଧାରଣ ଜଣେ ଲୋକ ହୁଅନ୍ତୁ ବା କ୍ରିକେଟ ଷ୍ଟାର। ଆରପଟା ଗ୍ରାମ ବଡ଼ସାହି ବ୍ଲକ ମୟୂରଭଞ୍ଜର ରମାକାନ୍ତ ପାତ୍ର ପୂର୍ବରୁ ପୋଲିସରେ ଚାକିରି କରୁଥିଲେ ଏବଂ ତାଙ୍କର ପତ୍ନୀ ଚନ୍ଦ୍ରିକା ପାତ୍ରଙ୍କୁ ଘରକରଣା ଏବଂ ଚାଷରେ ସାହାଯ୍ୟ କରୁଥିଲେ। ଧୀରେ ଧୀରେ ରମାକାନ୍ତ ପାତ୍ର ପୋଲିସ ଚାକିରିରୁ ସ୍ୱଇଚ୍ଛାରେ ଅବସର ନେବା ପରେ ପୁରା ସମୟ ଚାଷ, ଗାଁ ଏବଂ ଘରେ ବିତାଉଛନ୍ତି। ଚନ୍ଦ୍ରିକା ପାତ୍ର ଜଣେ ଗୃହିଣୀ ହେଲେ ବି ଚାଷରେ ତାଙ୍କର ଭାରି ଆଗ୍ରହ। ସେ ସବୁ ସମୟରେ ଋତୁ ଉପଯୋଗୀ ଚାଷ କରନ୍ତି, ଯେମିତିକି ଧାନ, ମକା, ଚିନାବାଦାମ, ସୂର୍ଯ୍ୟମୁଖୀ, ମୁଗ ଏବଂ ବିରି ଇତ୍ୟାଦି। ପ୍ରାୟ 10 ଏକର ଜାଗାରେ ସୋଲାର ବାଡ଼ ବ୍ୟବହାର କରି ଏବଂ ନିଜର ପାଣି ସୁବିଧା କରି ସେ ଆରପଟା ଗ୍ରାମ ବଡ଼ସାହି ବ୍ଲକ ମୟୂରଭଞ୍ଜ ଜିଲ୍ଲାରେ ଚାଷ ଏବଂ ଚାଷୀମାନଙ୍କୁ ଚାଷ କରି ଉତ୍ସାହିତ କରୁଛନ୍ତି। ପୋଲିସ ଚାକିରି ଛାଡ଼ି ଚାଷରେ ରମାକାନ୍ତ ପାତ୍ରଙ୍କ ନିଷ୍ଠା ତାଙ୍କ ଗାଁ ଏବଂ ଆଖପାଖରେ ଏକ ବିରଳ ଉଦାହରଣ। ଚାକିରିଆ ସ୍ୱାମୀଙ୍କର ରୋଜଗାରକୁ ନ ଚାହିଁ ଚନ୍ଦ୍ରିକା ପାତ୍ରଙ୍କ ଚାଷରେ ମନ ଏବଂ ଚାଷ କାମରେ ଗାଁର ଲୋକମାନଙ୍କୁ ରୋଜଗାର ଯୋଗାଇ ଦେବା ଗାଁର ମହିଳାମାନଙ୍କ ପାଇଁ ଏକ ସୁନ୍ଦର ଉଦାହରଣ। ଆମର ଏହି ଛୋଟ ଉତ୍ସାହଦାୟୀ ଚାଷୀ ଯୁଗଳଙ୍କୁ ଯଥାର୍ଥ ଟିଭି ତରଫରୁ ଅଶେଷ ଧନ୍ୟବାଦ। ଏହିଭଳି ସୁନ୍ଦର ପ୍ରେରଣାଦାୟୀ ଉତ୍ସ ପାଇଁ ଯଥାର୍ଥ ଟିଭିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।